ଗତକାଲି ବିଜେଡିର ପ୍ରତିଷ୍ଠା ଦିବସ ଥିଲା। ଯାଇ ନବୀନ ବାବୁ ବିରୋଧୀଙ୍କ ମୁହଁରେ ଗୋଟେ ସପ୍ତ ଜାବୁଡ଼ା ମାରିଲା ଭଳିଆ କହିଲେ ବିଜେଡି ଅଛି, ଆଗକୁ ମଧ୍ୟ 100 ବର୍ଷ ରହିବ। କିନ୍ତୁ ଆକୁ ଦେଖିଲା ପରେ ବିଜେଡି ନେତାକର୍ମୀମାନଙ୍କ ମନରେ ଉତ୍ସାହ ଭରିଗଲା, କିନ୍ତୁ ଦଳରେ ଥିବା ଫାଟ ଜଳଜଳ ହିଁ ଦେଖାଗଲା। କାରଣ ବବି ବାବୁ ଆସିନଥିଲେ, ତା ସହିତ ଡ୍ୟାନି ବାବୁ ମଧ୍ୟ ଆସିନଥିଲେ, ସଞ୍ଜୟ ଦାସ ବର୍ମା ମଧ୍ୟ ଆସିନଥିଲେ, ଅରୁଣ ସାହୁ ମଧ୍ୟ ଆସିନଥିଲେ, କେତେ ଯୁବ ନେତା ମଧ୍ୟ ଆସିନଥିଲେ। କିନ୍ତୁ ନିଜ ଏରିଆରେ ମଧ୍ୟ ତାଙ୍କୁ ସବୁ ଦେଖିବାକୁ ମିଳି ବି ନଥିଲା। ଆର କାରଣଟା କ'ଣ? ଯେଉଁମାନେ ଚିତ୍କାର କରି କୁହନ୍ତି ଯେ ଆମ ଦଳ 100 ବର୍ଷ ରହିବ, ଠିକ୍ ଅଛି 100 ବର୍ଷ ରହିବ, ନବୀନ ବାବୁ ସହିତ ସମକକ୍ଷ କେହି ହେବେନି, ନବୀନ ହିଁ କେବଳ ନବୀନ ବାବୁଙ୍କ ସମକକ୍ଷ। ଆଜ୍ଞା ଠିକ୍ କଥା କହିଛନ୍ତି। ତା ନହେଲେ କଣ୍ଟାବାଜିରୁ ଲକ୍ଷ୍ମଣ ବାବୁ କେବେ ନବୀନ ବାବୁକୁ ହରାଇ ନଥାନ୍ତେ। ସେଇଥିରୁ ଗୋଟିଏ ବାର୍ତ୍ତା ଆସି ସାରିଥିଲା ସାରା ଓଡ଼ିଶାକୁ ଯେ ନବୀନ ବାବୁଙ୍କ ହାତ ହଲିଆ କାମ କଲାନି। ନୂଆପଡ଼ାରୁ ବି ଗୋଟେ ବାର୍ତ୍ତା ଆସିଲା। ତେଣୁକରି ଯେଉଁମାନେ ଗର୍ବର ସହିତ କହୁଛ ଯେ 100 ବର୍ଷ ରହିବ, ଆଜ୍ଞା ରହିବ କେମିତି? ନବୀନ ବାବୁ ଜଣେ ଭଲ ନେତା ଆମେ ମାନୁଛୁ, କିନ୍ତୁ ତା ତଳକୁ ଯେଉଁ ସବୁ ନେତା ରହିଲେ ସେମାନଙ୍କର କାର୍ଯ୍ୟଶୈଳୀ କ'ଣ? ନବୀନ ବାବୁଙ୍କ ନାଁକୁ ବିକିକିରି ଖାଇଛନ୍ତି, କୋଟି କୋଟି ଟଙ୍କା ଦୁର୍ନୀତି କରିନ୍ତି। ଏଇଟା ସତ କି ମିଛ ସାରା ଓଡ଼ିଶାବାସୀ ଜାଣିଛନ୍ତି। ସେଥିପାଇଁ ତ 24 ବର୍ଷର ଗୋଟେ ସରକାରକୁ ହଟେଇଲେ, ବିଜେପି ସରକାରକୁ ଆଣିଲେ। ତାପରେ ତମେମାନେ ଯେ ଚିତ୍କାର କରିବ ଆମେ ଅଛୁ ରହିବୁ, ଗର୍ବ ନ ସହନ୍ତି କାହାରି ଗର୍ଭଗୁଞ୍ଜନ, ଏଇ ଜିନିଷଟା ଯାହା। ତେଣୁକରି ଆମେ ଆଉ ଖୋଲିକିରି କହିବାକୁ ଚାହୁଁନୁ। ଅବଶ୍ୟ କିଛି ବିଜେଡ଼ି ପ୍ରେମୀମାନଙ୍କୁ ଭାଇମାନେ ଆମ ଭିଡ଼ିଓଟି ଖରାପ ଲାଗିବ, ତେଣୁକରି ଆଜ୍ଞା ମାନେ କ୍ଷମା କରିଦେବେ। ଆଉ କିଛି ଭାଇମାନଙ୍କୁ ଆମେ ସତ କଥା କହୁଛୁ ବୋଲି ଭଲ ଲାଗୁଛି। ଯଦି ଆଜ୍ଞା ଆମେ ସତ କଥା କହିଲୁ ଭିଡ଼ିଓଟି ଲାଇକ୍ କରିବେ, ସେୟାର କରିବେ ପ୍ରଚୁର ମାତ୍ରାରେ। ନା କ'ଣ କହୁଛନ୍ତି ଭାଇମାନେ? ରହିଲେ ଆଜ୍ଞା, ସୀତାରାମ।